ପରିଚୟ ଦେବେ କଣ ରାତି ଘଟଣା କଣ ହେଇଥିଲା? ଗୁଣି ଗାରେଡି ବିଷୟରେ ମୋ ନନାକୁ ମାନେ ଏମିତି ମାରିଛନ୍ତି ସାର୍। କିଏ ମାରିଛି? ସାହିର ଯେତିକି ସବୁ ମିସ୍ତ୍ରୀ ଷ୍ଟାଫ, ସାହିର ଏମିତି ଯେତିକି ସାହିର ଅଛନ୍ତି ଅଧେ ଲୋକ ପୁରା। ରାତିର ଘଟଣା କଣ? ତମ ରାତିର ଘଟଣା ମାନେ କିଏ ଗୋଟେ ଫୋନ କରିଥିଲା ମୋ ବାବାଙ୍କୁ, ମୋ ନନାକୁ କିଏ ଗୋଟେ ଫୋନ କରିଥିଲା, ସେ ଅଭଦ୍ର ଭାଷାରେ ସେ ଗାଳି କଲା। ହେଲେ ସିଏ ଯଦି ଗାଳି କଲା ବୋଲେ ଇଏ ତ ସେ ଯଦି ଖରାପ ଭାଷାରେ ଯଦି ଆକୁ ଗାଳି କଲା ସେ କେବେ ଭଲ ଭାଷାରେ କହିପାରିବ କି? ସେ ଯେମିତି ଗାଳି କଲା ଇଏ ତାକୁ ସେମିତି ଗାଳି କଲା। ହେଲେ ସେ ଗାଳି ପାଇଁ ବୋଲିକି ତାଙ୍କେ ଦାଣ୍ଡକୁ ଆସିଥିଲେ, ଫୋନ କଲ ବୋଲିକି ସବୁ କହିଲେ। ଫୋନ କଥା ତ ସରି, ତାପରେ ବିପନ ବୋଲି ଜଣେ କ୍ୟାନ୍ସରରେ ବି 2 ଦିନ ତଳେ ମରଲେ। ତାଙ୍କ କ୍ୟାନ୍ସରରେ ମରଲେ, କଣ ରୋଗ ହେଇଥିଲା କଣ କିସ, ସେଟା ପାଇଁ ବୋଲି ମାନେ ତାକୁ ଆମ ନନା ମାରି ଦେଇଛନ୍ତି ବୋଲି ସବୁ କହୁଛନ୍ତି। 10 ମାସ ହେଲା ସେ ବେଡରେ ପଡିଥିଲା, ମୋ ନନା ମାରି ଦେଇଛନ୍ତି ବୋଲି କହୁଛନ୍ତି। ସମ୍ପୂର୍ଣ୍ଣ ବ୍ୟକ୍ତିଙ୍କ ନାଁ କହିବେ ନା କିଏ କୋଉ ମାନେ ମାରିଛନ୍ତି ଭାବୁଛନ୍ତି ଆପଣ? ଥାନା ଭିତରେ ଅଛନ୍ତି, ଏବେ 25 ଜଣ ଅଛନ୍ତି ସାର୍। ସେମାନେ ମାରିଛନ୍ତି। ଆଉ ସେମାନେ କଣ ୱାର୍ନିଂ ଦେଇଛନ୍ତି ଆପଣ? ହଁ, ମୋ ଭାଇ କି ମାରିବା ପାଇଁ ଆହୁରି ୱାର୍ନିଂ ଦେଇଛନ୍ତି ସାର୍। ହଁ, ଆଉ ଗାଁରେ କଣ ବାସନ କଥା କିମ୍ବା ସାହିରେ ଗାଡି ଘର ଭାଙ୍ଗିବା ସେମିତି କଣ? ହଁ ସାର୍, ଆମର ତ ଘର ଆଉ କିଛି ନାହିଁ ସାର୍। ବାଡି ପଟ ପଶିକି ଭାଙ୍ଗି ଦେଇଛନ୍ତି, ଏପଟେ ପଶି ଭାଙ୍ଗି ଦେଇଛନ୍ତି, ଆଉ କିଛି ଘର ଦ୍ୱାର କିଛି ନାହିଁ ସାର୍। ମୁଁ ଚାହୁଁଛି ଆମର ଘର ଦ୍ୱାର ଯେମିତି ଭାଙ୍ଗିଛନ୍ତି, ମୋ ବାପାକୁ ଯେମିତି ବିନା ଦୋଷରେ ଏମିତି ମାରିଛନ୍ତି କୃତଜ୍ଞ ଭାବରେ, ତାଙ୍କେ ସେମିତି ଫାଶୀ ପାଇଲେ ମତେ ମୋ ମନ ଶାନ୍ତି ପାଇବ ସାର୍। ବିନା ଦୋଷରେ ଗୋଟେ ଜୀବନକୁ ଏମିତି ମାରିବାଟା ବଡ ଇଏ ସାର୍। ହାଣିକି ମାନେ ମୁଣ୍ଡରେ କିଛି ନାହିଁ ସାର୍। ଆଉ ଘରେ ନାହିଁ, ସାହି 3 ସାହି ବୁଲେଇକି ମାରିଛନ୍ତି। ଯଦି ଜଣଙ୍କର ଯଦି ଭୁଲ ହେଲା ବୋଲେ ପ୍ରୁଫ୍ ଦରକାର। ସେ ପ୍ରୁଫ୍ ଥାଇକି ସିନା ତମେ ହାତ ଦେଇପାରିବ। ବିନା ପ୍ରୁଫରେ ତାଙ୍କେ ମାରି ଦେଇଛନ୍ତି। ସାହି ବୁଲେଇଲା ବେଳକୁ ସେ ବଞ୍ଚିଥିଲେ ନା ମରିଥିଲେ? ବଞ୍ଚିଥିଲେ, ଲହୁ ଲୁହାଣ ହେଇଯାଇଥିଲେ, ମାନେ ଘର ପୁରା ଷ୍ଟାର୍ଟିଂ ରୁ ମାରି ମାରି ସାହି ଯାକ ବୁଲେଇଛନ୍ତି। ସେଠି ଆଇସି ସାର୍ ଆଉ ମୋ ହଜବେଣ୍ଡ ଯାଇକି ପୋଲିସ ଜିପ୍ରେ ଯେତେବେଳେ ଗଲେ, ସେତେବେଳେ ଯେତିକି ମାରିବା ଲୋକ ସବୁ ପଳେଇଲେ, ଯେ ଯୁଆଡେ ପଳେଇଲେ। ଆମ ନନା ମାନେ ସେ ତଳ ସାହି ଚଉରା ଛେଦରେ ସେଠି ସେମିତି ବେହୋସ ହେଇ ପଡିଗଲେ। ସାଙ୍ଗେ ସାଙ୍ଗେ ମୋ ହଜବେଣ୍ଡ ଆଉ ଆଇସି ସାର୍ ସବୁ ମିଶିକି ପୋଲିସ ଜିପ୍ରେ ମେଡିକାଲ ଧରିକି ଆସିଲେ। ମେଡିକାଲ ଆସିଲା ପରେ ମାନେ ଟିକେ ଟିକେ ନିଶ୍ୱାସ ଯାଉଥିଲା।